ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି ହେଉଛି 8/6/2026 ସିବିଟି ମୋଡ଼ରେ ହୋଇଥିବା OSSSCର ଆର୍ଆଇ, ଏଆର୍ଆଇ, ଅମିନ, ICDS, SFSର ଫାଷ୍ଟ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଦିନ ଏହି ଟାଇପ୍ର ସିଫ୍ଟ ୱାଇଜ୍ କ୍ୱେଶ୍ଚନ୍କୁ ଆନାଲିସିସ୍ କରିଥାଏ। ତା ସହିତ ଜବ୍ ରିଲେଟେଡ୍ ନୋଟିଫିକେସନ୍ ଏବଂ ନଲେଜେବୁଲ୍ ଭିଡ଼ିଓକୁ ଆପଣମାନଙ୍କ ପାଇଁ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ବୁଝିହେଲା ପିଲାମାନେ? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 ପ୍ରଶ୍ନ କ'ଣ କହୁଛି ନା, ହ୍ୱିଚ୍ କଣ୍ଟ୍ରି ସେୟାର୍ସ ଇଟ୍ସ ସେକେଣ୍ଡ ସର୍ଟେଷ୍ଟ ବର୍ଡ଼ର ୱିଥ୍ ଇଣ୍ଡିଆ। ତାହେଲେ ଭାରତ କେଉଁ ଦେଶ ସହିତ ସେକେଣ୍ଡ ସର୍ଟେଷ୍ଟ ବର୍ଡ଼ର ସେୟାର କରିଥାଏ, ମାନେ ଲ୍ୟାଣ୍ଡ ବର୍ଡ଼ରକୁ ସେୟାର କରିଥାଏ? ଏହାର ସଠିକ୍ ଉତ୍ତର ହୋଇଯିବ ଭୁଟାନ। ମନେ ରହିଲା ପିଲାମାନେ? ଏହି ପ୍ରଶ୍ନଟିକୁ ମୁଁ ପୂର୍ବ ସିଫ୍ଟରେ ଆନାଲିସିସ୍ କରିଥିଲି, ତେଣୁକରି ତା'ର ଏକ୍ସଟ୍ରା ଫ୍ୟାକ୍ଟରୁ ଏହି ପ୍ରଶ୍ନଟି ଆସିଛି। ମନେ ରହିଲା? ଚାଲନ୍ତୁ ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା ଆଗାମୀ ସିଫ୍ଟରେ ଆଉ କ'ଣ ପଚାରିବ। ଦେଖନ୍ତୁ, ଭୁଟାନ ସହିତ ଆମ ଦେଶର କେତେ କିଲୋମିଟର ବର୍ଡ଼ର ସେୟାର କରିଥାଏ? 669 କିଲୋମିଟର, ମାନେ ଆପ୍ରୋକ୍ସ 700 କିଲୋମିଟର। ସେମିତିକା ସର୍ଟେଷ୍ଟ ବର୍ଡ଼ର ସେୟାର କରିଥାଏ କାହା ସହିତ, ଏଇଟା ମଧ୍ୟ ପଚାରିବ। ତେଣୁକରି ତା'ର ଉତ୍ତର ହୋଇଯିବ ଆଫଗାନିସ୍ତାନ। କେତେ କିଲୋମିଟର? ନା 106 କିଲୋମିଟର ପିଲାମାନେ। ସେମିତିକା ଆମର ଲଙ୍ଗେଷ୍ଟ ବର୍ଡ଼ର ସେୟାର କାହାର କରିଥାଏ? ବାଂଲାଦେଶ ସହିତ କରିଥାଏ। କେତେ କିଲୋମିଟର? ନା 4096.7 କିଲୋମିଟର। ସେମିତିକା କ'ଣ ପଚାରିବ? ନା ସେକେଣ୍ଡ ଲଙ୍ଗେଷ୍ଟ ପଚାରିବ। ତାହେଲେ କିଏ ହେଇଯିବ? ଚାଇନା ହେଇଯିବ। ବୁଝିହେଲା ପିଲାମାନେ? ତେଣୁକରି ଏହି ଟାଇପ୍ର ଆପଣମାନେ ଆନାଲିସିସ୍ ଭିଡ଼ିଓକୁ ଦେଖନ୍ତୁ ଆଉ ନୋଟ୍ କରନ୍ତୁ। ପ୍ରତ୍ୟେକ ଦିନ ଆନାଲିସିସ୍ ଦେଖନ୍ତୁ ଆଉ ପ୍ରାକ୍ଟିସ୍ ବାରମ୍ବାର କରନ୍ତୁ। PDF ପାଇଁ ଓରିଡ୍ ହେବେ ନାହିଁ, ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବେ ଆଉ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ଜଏନ୍ କରିବେ। ଯେଉଁମାନେ ଏକ୍ଜାମରୁ ଆସିବେ ସେମାନେ ମେମୋରେବୁଲ୍ କ୍ୱେଶ୍ଚନ୍କୁ ସେୟାର ମଧ୍ୟ କରିବେ। ବୁଝିହେଲା? ତେଣୁକରି ତା'ର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ଏହି ପ୍ରଶ୍ନକୁ ଆମର ବାରିପଦା ମୟୂରଭଞ୍ଜ ଜିଲ୍ଲାରୁ ରାପାଜ କିସ୍କୁ ସେୟାର କରିଛନ୍ତି, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତା ସହିତ ଏକାନ୍ତି ମହାନ୍ତ ମଧ୍ୟ ସେୟାର କରିଛନ୍ତି, ତାଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ଏମିତିକା ମେମୋରେବୁଲ୍ କ୍ୱେଶ୍ଚନ୍କୁ ସେୟାର କରୁଥାନ୍ତୁ ଆଉ ଆମେ ଓଡ଼ିଶାର ଯେଉଁ କମ୍ପିଟେଟିଭ୍ର ଯୋଦ୍ଧା ଥିବେ ତାଙ୍କୁ ଏମିତିକା ଆମେ ସେବା ଦେଇପାରୁଥାଉ। ବୁଝିହେଲା? ହଉ, ଚାଲନ୍ତୁ ଏମିତିକା ଡିଟେଲ୍ ଆନାଲିସିସ୍ କରିକିରି ପରବର୍ତ୍ତୀ ପ୍ରଶ୍ନକୁ ଯିବା। ନମ୍ବର 2 କ'ଣ କହୁଛି ନା, ଅଣ୍ଡର ହ୍ୱିଚ୍ ସିଡ୍ୟୁଲ୍ ଇଜ୍ ଦ ଲିଷ୍ଟ ଅଫ୍ ଷ୍ଟେଟ୍ସ ଆଣ୍ଡ ୟୁନିୟନ୍ ଟେରିଟୋରିଜ୍ ମେନସନ୍ଡ। ତାମାନେ କେତେ ନମ୍ବର ସିଡ୍ୟୁଲ୍ରେ ଷ୍ଟେଟ୍ସ ଆଉ ୟୁନିୟନ୍ ଟେରିଟୋରି ବିଷୟରେ ମେନସନ୍ କରାହେଇଛି? ବହୁତ ସହଜ ପ୍ରଶ୍ନ। ୟା ପୂର୍ବ ସିଫ୍ଟରେ ମଧ୍ୟ ମୁଁ ୟାକୁ ଆନାଲିସିସ୍ କରିଥିଲି, ତେଣୁକରି ପୂର୍ବ ସିଫ୍ଟର ଆନାଲିସିସ୍ ଭିଡ଼ିଓ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିବ, ସେଗୁଡ଼ାକୁ ନିଶ୍ଚୟ ଦେଖନ୍ତୁ। ୟାର ସଠିକ୍ ଉତ୍ତର ହୋଇଯିବ ଫାଷ୍ଟ ସିଡ୍ୟୁଲ୍। ମନେ ରହିଲା ପିଲାମାନେ? ସେମିତିକା ଆପଣମାନଙ୍କର ସେକେଣ୍ଡ ସିଡ୍ୟୁଲ୍ରେ କ'ଣ ରହିଛି? ଆଲାୱେନ୍ସେସ୍ ରହିଛି, ମାନେ ଦରମା ବିଷୟ ରହିଛି। ଥାର୍ଡ଼ରେ କ'ଣ ରହିଛି? ନା ଓଥ୍ ଅପରେସନ୍ ରହିଛି, ଶପଥ ଗ୍ରହଣ ରହିଛି। ଫୋର୍ଥରେ କ'ଣ ରହିଛି? ନା ରାଜ୍ୟସଭାର ସିଟ୍ ଆଲୋକେସନ୍ ବିଷୟରେ ରହିଛି। ଆଉ ସିକ୍ସଥରେ ରହିଛି ନର୍ଥ ଇଷ୍ଟର କିଛି ଷ୍ଟେଟ୍ମାନଙ୍କର ଡେଭଲପମେଣ୍ଟ ଏବଂ ତା'ର ମ୍ୟାନେଜମେଣ୍ଟ ବିଷୟରେ କହିଛି। ସେମିତିକା 7ରେ ଆପଣମାନଙ୍କର କ'ଣ ରହିଛି? ନା ଷ୍ଟେଟ୍ ଲିଷ୍ଟ, କନକରେଣ୍ଟ ଲିଷ୍ଟ, ୟୁନିୟନ୍ ଲିଷ୍ଟ ଏସବୁ ମେନସନ୍ ହେଇଛି। ସେମିତିକା 8ରେ ଆପଣମାନଙ୍କର କ'ଣ ରହିଛି? ନା ଲାଙ୍ଗୁଏଜ୍ ବିଷୟରେ ମେନସନ୍ କରିଛି ପିଲାମାନେ। ଇଣ୍ଡିଆର ଯେଉଁ ଲାଙ୍ଗୁଏଜ୍ ରହିଛି ତା ବିଷୟରେ ମେନସନ୍ କରିଛି। ସେମିତିକା 9ରେ ଆପଣମାନଙ୍କର କ'ଣ ରହିଛି? ନା ଆକ୍ଟସ୍ ଆଣ୍ଡ ରେଗୁଲେସନ୍ ବିଷୟରେ ମେନସନ୍ ରହିଛି। ସେମିତିକା 10ରେ ଏଣ୍ଟି ଡିଫେକ୍ସନ୍ ଲ ରହିଛି। 11ରେ ଆପଣମାନଙ୍କର ପଞ୍ଚାୟତ ରାଜ ରହିଛି। 12ରେ ମ୍ୟୁନିସିପାଲିଟି ରହିଛି। ପୁରା ଡିଟେଲ୍ ଆଲୋଚନା କରିଦେଲି। 1ରୁ 12 ସିଡ୍ୟୁଲ୍ ମଧ୍ୟରେ କ'ଣ ସବୁ ପ୍ରୋଭିଜନ୍ ରହିଛି, କେଉଁ ସିଡ୍ୟୁଲ୍ରେ କ'ଣ ରହିଛି ଆପଣମାନେ ଜାଣିବା ନିଶ୍ଚୟ ଦରକାର। ବୁଝିହେଲା? ତେଣୁକରି ମୁଁ ଯେଉଁଟା ଏକ୍ସଟ୍ରା ଫ୍ୟାକ୍ଟ କହୁଛି ତାକୁ ଆପଣମାନେ ନିଶ୍ଚୟ ପିଲାମାନେ ଖାତା ପେନ୍ରେ ନୋଟ୍ କରିଥିବେ ଆଉ ନୋଟ୍ କରିକିରି ମଧ୍ୟ ଆଗକୁ ଯିବେ ଆଉ ବାରମ୍ବାର ଭିଡ଼ିଓକୁ ଦେଖୁଥିବେ। ଓକେ, ଦେନ୍ ଆମେ ଦେଖିବା ନମ୍ବର 3। ହ୍ୱିଚ୍ ଷ୍ଟେଟ୍ ହେଜ୍ ଦ ଲାର୍ଜେଷ୍ଟ କୋଷ୍ଟ ଲାଇନ୍। କେଉଁ ଷ୍ଟେଟ୍ ସବୁଠାରୁ ଅଧିକା ସମୁଦ୍ରର ସୀମାରେଖାକୁ ସଂଯୋଗ କରିଛି? ଏହାର ଉତ୍ତର ହୋଇଯିବ ଗୁଜୁରାଟ। ମନେ ରଖିବେ ପିଲାମାନେ, ଗୁଜୁରାଟ ସବୁଠାରୁ ଅଧିକା ଆମର କୋଷ୍ଟ ଲାଇନ୍ ସେୟାର କରିଥାଏ। ତା'ର ଉତ୍ତର ମଧ୍ୟ ଜାଣି ରଖନ୍ତୁ ଏକ୍ସଟ୍ରା ଫ୍ୟାକ୍ଟରେ। 2340 କିଲୋମିଟର ଆପ୍ରୋକ୍ସ ବର୍ଡ଼ର ସେୟାର କରିଥାଏ, ଯେଉଁଟାକି ଆମର 23% ରହିଛି। ସେମିତିକା ଇଣ୍ଡିଆ ଟୋଟାଲ୍ ତା'ର କୋଷ୍ଟ ଲାଇନ୍ କେତେ ରହୁଛି? ନା 11,098.81 କିଲୋମିଟର। ୟାକୁ ମଧ୍ୟ ମନେ ରଖିବେ। ଓଡ଼ିଶା କେତେ କରୁଛି? ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ ରହିବ।
କ'ଣ ହେଇଯିବ ନା ଓଡ଼ିଶାର ହେଇଯିବ 574.7 କିଲୋମିଟର୍ସ ରହିବ ପିଲାମାନେ। এই ସିଫ୍ଟରେ ପଚାରିଲା ଆପଣମାନଙ୍କର କ'ଣ ନା ଲାର୍ଜେଷ୍ଟ କୋଷ୍ଟ ଲାଇନ୍ ପଚାରିଲା। ଆଗାମୀ ସିଫ୍ଟରେ ପଚାରିବ ସେକେଣ୍ଡ ଲାର୍ଜେଷ୍ଟ କ'ଣ ହେଇଯିବ ନା ତାମିଲନାଡ଼ୁ ହେଇଯିବ ପିଲାମାନେ। ସେମିତିକା ପଚାରିବ ଥାର୍ଡ଼ ଲାର୍ଜେଷ୍ଟ, ସେତେବେଳକୁ ଆପଣମାନେ କ'ଣ ଟିକ୍ କରିବେ ନା ଆନ୍ଧ୍ରପ୍ରଦେଶ ଟିକ୍ କରିବେ। ବୁଝିହେଲା। ତେଣୁକରି ଏମିତିକା ଆପଣମାନେ ପଢ଼ି ପଢ଼ିକି ଯାଆନ୍ତୁ। ଏହି ପ୍ରଶ୍ନଟିକୁ ମଧ୍ୟ ମୁଁ ପୂର୍ବ ସିଫ୍ଟମାନଙ୍କରେ ଆନାଲିସିସ୍ କରିଥିଲି, ଆପଣମାନେ ଦେଖିନେବେ। ତାର ଏକ୍ସଟ୍ରା ଫ୍ୟାକ୍ଟରୁ ମଧ୍ୟ এই ପ୍ରଶ୍ନଟି ଆସିଛି। ତେଣୁକରି ଯେଉଁମାନେ ସେ ଭିଡ଼ିଓ ଗୁଡ଼ାକୁ ପୁରା ଦେଖିଥିବେ ସେମାନଙ୍କର ଦେଖିବେ ବହୁତ ସ୍କୋର କରିପାରିବେ ଜିକେ ସେକ୍ସନରେ। ଓକେ, ଆସନ୍ତୁ ଏବେ ଦେଖିବା ନମ୍ବର 4 କ'ଣ କହୁଛି ନା ଦୀପିକା ସେରାୱତ ଜଣେ ସ୍ପୋର୍ଟସ୍ ପ୍ଲେୟର ଥିଲେ। ସେ ଇଣ୍ଡିଆର କେଉଁ ସ୍ପୋର୍ଟସକୁ ବିଲଙ୍ଗ କରନ୍ତି ବୋଲି ପଚାରିଥିଲା। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ହକି। ପିଲାମାନେ ଦୀପିକା ସେରାୱତ ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ସ୍ପୋର୍ଟସ୍ ପ୍ଲେୟାର। ତେଣୁକରି ତାଙ୍କୁ ଜାଣିବା ଦରକାର। ତାଙ୍କର ଘର ହେଉଛି ହିସୋର, ହରିୟାଣା ରାଜ୍ୟରେ। ହକି ପ୍ଲେୟର ପିଲାମାନେ ହକିର କେଉଁ ପୋଜିସନରେ ସେ ରହିଥାନ୍ତି ଏଇଟାକୁ ମଧ୍ୟ ବାରମ୍ବାର ପଚାରିଥାଏ। ତେଣୁକରି ପ୍ଲେଇଂ ପୋଜିସନ୍ କ'ଣ ହେଇଯିବ ନା ଫରୱାର୍ଡ଼ ହେଇଯିବ। କାହିଁକି ନ୍ୟୁଜ୍ରେ ଆସିଥିଲା ନା କାହିଁକି ନା 2025 ମସିହାରେ ସେ କ'ଣ ପାଇଥିଲେ ନା ଆପକମିଂ ପ୍ଲେୟାର ଅଫ୍ ଦ ଇୟର୍ ଫିମେଲର ଆୱାର୍ଡ଼ ପାଇଥିଲେ। ହକି ଇଣ୍ଡିଆ ତାକୁ ଆୱାର୍ଡ଼ଟିଏ ପ୍ରଦାନ କରିଥିଲା। ୟାକୁ ମଧ୍ୟ ମନେ ରଖିବେ, ସେ 2025 ମସିହା ପାଇଁ ପାଇଥିଲେ। ତେଣୁକରି ବହୁତ ଇମ୍ପୋର୍ଟାଣ୍ଟ ଫେମସ୍ ପର୍ସନାଲିଟି ମାନେ ସ୍ପୋର୍ଟସର ଏ ପ୍ରଶ୍ନ ଆପଣମାନଙ୍କର ଦୀପିକା ସେରାୱତ। ଓକେ, ବୁଝିପାରିଲେ ନା ପିଲାମାନେ? ହଉ, ଚାଲନ୍ତୁ ନେକ୍ସଟ ପ୍ରଶ୍ନକୁ ଦେଖିବା। क्वेश्चन नंबर 5 कौन कौची ना हु इज द डायरेक्टर ऑफ आयुष ओडिशा इन एप्रिल 4 2025 तामाने 2025 एप्रिल 4 रु आपण मानकर ओडिशार जो आयुष अच्छी तार डायरेक्टर किए बोली पचारि। तेणुक आपण मैंने समस्ते जानते मिनिस्ट्री ऑफ आयुष से गोटे सेंट्रल गवर्नमेंट रो। तेणुक ओडिशा रे कौन अच्छी तार डायरेक्टर अच्छा अंजना पंडा। या मन रखिए मिनिस्ट्री ऑफ आयुष से फॉर्म केवे होते ना 9 नवेम्बर 2014 मसीह। एक्सट्रा फैक्टर मन रखिए पिलामाने यही वर्ष सेंट्रल गवर्नमेंट द्वारा बजेट एलोकेशन कराई 2026-27 या मन रखिए। सेमितिका आउ गोटे एक्सट्रा फैक्टर ए पॉइंट को मन रखु ना सेंट्रल रे जो आयुष रही तार सेक्रेटरी किए तार सेक्रेटरी होती राजेश कोटेचा। बुझीगला। तेणुक मन रखिए। ओके, सेमितिका नंबर 6 को देखिए पिला माने। नंबर 6 कौन कौची ना हु वाज द फाउंडर ऑफ प्रार्थना समाज। ताने प्रार्थना समाजर फाउंडर किए आत्मराम पांडुरांग। मन रखिए पिला माने आत्मराम पांडुरांग होउछंती प्रार्थना समाजर प्रतिष्ठाता हैला। एक्स्ट्रा फैक्टर आम जानिबा कौन सब आसीबो आगामी शिफ्ट रे ना कौन पचारिबो ना प्रार्थना समाज कौ राज्यर नवजागरण को इन्फ्लुएंस करथिला ताले मुख्यतः महाराष्ट्र को केबे स्थापना करा जायतिला 1867 मसीह। या मन रखिए क्या द्वारा सेटा तो मुझे जनईदेली। या पर आउ कौन जानिबा ना रामकृष्ण मिशन। बहुत इंपोर्टेंट पिला माने 1897 मसीह रामकृष्ण मिशन स्वामी विवेकानंद स्थापना करथिले। सेमितिका ब्राह्मण समाज को स्थापना करथिले 1828 मसीह राजा राममोहन रॉय। तेणुक एगुड़ा को आपण मैंने पढ़िकी नोट करी प्रैक्टिस करी एग्जाम हॉल को जीवे। जीके सेक्शन आपण मानकर नो डाउट स्ट्रॉन्ग हो पिला माने हैला। नेक्स्ट आसंतु नंबर 7 कौन कौची ना व्हिच इज द लार्जेस्ट कंटेनर पोर्ट इन इंडिया। माने लार्जेस्ट कंटेनर पोर्ट भारतर केउटी से होची हमर जवाहरलाल नेहरू पोर्ट। मन रखिए कौ राज्य रे अवस्थित ताले महाराष्ट्र रे हबो। कौ सागर रे अरब सागर रे ताकू कौन कहती ना नभ सेवा बोली कही थांती ताकू मध्य मन रखिए। तेणुक लार्जेस्ट पोर्ट लॉन्गेस्ट पोर्ट कौ पोर्ट कौ स्टेट रही मन रखिए। आमर जो ओडिशा रे जो पारादीप पोर्ट रही से बहुत मात्रा डेवलपमेंट कर मन रखिए। देन देखा नंबर 8 कौन कौची ना कटक द सिल्वर सिटी ड्यू टू इट्स हिस्ट्री ऑफ 1000 इयर्स फॉर डैश। तामाने 1000 वर्ष रु अधिका हम ओडिशार गोटे सहर कटक सहर से सिल्वर सिटी नाम नामित। बुझीगला। से कौथिपाई ना आपण मैंने समस्ते जानते रूपार तारकसी कम से जगार होता है ताकू सिल्वर फिलिग्री वर्क कही था। यही प्रश्नटी को मु एनालिसिस करी जो थी कि करेन्ट अफेयर्स रिलेटेड प्रश्न पचार आमर भारतर नरेंद्र मोदी घानार जो प्रेसिडेंट आसी सी गोटे पर्स कौन करते ना गिफ्ट देते। तेणुक से समय या एक्स्ट्रा फैक्टर एनालिसिस करी। तेणु प्रत्येक दिन एनालिसिस देखते पिला माने। ओके, नेक्स्ट देखा नंबर 9 प्रचंड प्रहार इंडियन आर्मी ट्राई सर्विस वारफेयर एक्सरसाइज 2025 हेल्ड इन डैश। देखंतु
ଆପଣମାନଙ୍କର ଅପସନ୍ରେ ରହିଥିଲା ଡେଜର୍ଟ ରହିଥିଲା, କୋଷ୍ଟାଲ ରହିଥିଲା, ସ୍କାଏ ରହିଥିଲା ଆଉ ମାଉଣ୍ଟେନ୍ସ ରହିଥିଲା। କ'ଣ ପଚାରିଥିଲା ନା ଇଣ୍ଡିଆନର ଯେଉଁ ଆର୍ମି ସେମାନେ କ'ଣ କରିଥିଲେ ନା 2025 ମସିହାରେ ଗୋଟେ ଏକ୍ସରସାଇଜ୍ କରିଥିଲେ, ସେଇଟା କେଉଁଠି କରିଥିଲେ? ଏହାର ସଠିକ୍ ଉତ୍ତର ହେଇଯିବ ମାଉଣ୍ଟେନ୍ ହେଇଯିବ ପିଲାମାନେ, ବୁଝିହେଲା। ଏଇ ଅପସନ୍କୁ ଦେଖିକିରି ଆମେ କହିପାରିବା ଏହାର ଉତ୍ତର ମାଉଣ୍ଟେନ୍ ହେଇଯିବ। କାହିଁକିନା ସେଇ ଏକ୍ସରସାଇଜ୍ଟି ଆମର ହାଇ ଏଲ୍ଟିଟ୍ୟୁଡ୍ ଟେରାଇନ୍ ଏରିଆରେ ହେଇଥିଲା ଅରୁଣାଚଳ ପ୍ରଦେଶରେ। ଅରୁଣାଚଳ ପ୍ରଦେଶ ଆମର ନର୍ଥ ଇଷ୍ଟ ଅଛି, ଆପଣମାନେ ଜାଣିଛନ୍ତି ସେଇଟା ମାଉଣ୍ଟେନ୍ ଏରିଆ, ହେଲା କି ନାହିଁ? ତେଣୁକରି ସେ ମାଉଣ୍ଟେନ୍ ଏରିଆରେ ଏକ୍ସରସାଇଜ୍ଟିଏ ହୋଇଥିଲା। ଓକେ, ନେକ୍ସଟ ଆସନ୍ତୁ ପିଲାମାନେ ନମ୍ବର 10 କ'ଣ କହୁଛି ନା 2025 ଓମେନ୍ସ ୱାର୍ଲଡ କପ୍ ଇଣ୍ଡିଆ ଓମେନ୍ସ ଡିଫିଟ୍ ହୁଇଚ୍ କଣ୍ଟ୍ରି। ପିଲାମାନେ ଏହି ପ୍ରଶ୍ନଟିକୁ ମଧ୍ୟ ମୁଁ ପୂର୍ବ ସିଫ୍ଟରେ ଆନାଲିସିସ୍ କରିଥିଲି, ତେଣୁକରି ମନେ ପଡ଼ୁନାହିଁ ଏକ୍ଜାକ୍ଟ, ତଥାପି ମୁଁ କହିବି 28 ତାରିଖ ଥାର୍ଡ଼ ସିଫ୍ଟରେ ବୋଧେ ଆନାଲିସିସ୍ ହେଇଥିଲା, ଆପଣମାନେ ଚେକ୍ କରି ନେବେ। ସେଇଥିରେ ମୁଁ ଡିଟେଲ୍ ଆପଣମାନଙ୍କର 2025ର ଓମେନ୍ସ ୱାର୍ଲଡ କପ୍ ହେଇଥିଲା ତା ବିଷୟରେ ଡିଟେଲ୍ କହିଦେଇଥିଲି। ଯେଉଁମାନେ ଦେଖିନାହାନ୍ତି ସେ ଭିଡ଼ିଓକୁ ଦେଖିବେ। ଇଣ୍ଡିଆ ଆଉ ସାଉଥ ଆଫ୍ରିକା ଫାଇନାଲରେ ଖେଳ ହୋଇଥିଲା, ଇଣ୍ଡିଆ ୱିନ୍ କରିଥିଲା, ସାଉଥ ଆଫ୍ରିକାକୁ ଅଲ୍ ଆଉଟ୍ କରିଥିଲା। ୟାକୁ ମଧ୍ୟ ମୁଁ ଡିଟେଲ୍ କହିଥିଲି କିଏ ମ୍ୟାନ୍ ଅଫ୍ ଦ ମ୍ୟାଚ୍, କିଏ ମ୍ୟାନ୍ ଅଫ୍ ଦ ସିରିଜ୍। ତେଣୁକରି ସେ ଭିଡ଼ିଓକୁ ଦେଖିନେବେ, କାହିଁକିନା ଏଥିରେ ଲେନ୍ଦି ହେଇଯିବ। କମ୍ ସମୟରେ ଆମେ ଅଧିକା ପଢ଼ିବା, ସ୍ମାର୍ଟ ଷ୍ଟଡ଼ି କରିବା। ଓକେ, ହଉ ଚାଲନ୍ତୁ ମାଡ଼ି ଚାଲିବା। ବର୍ତ୍ତମାନ ସାଇନ୍ସର କିଛି ପ୍ରଶ୍ନ ଆସିଥିଲା, ଲେନ୍ଦି ରହିଥିଲା, ତେଣୁକରି ପିଲାମାନେ କିଛି ଡିଟେଲ୍ କହିନାହାନ୍ତି, ସର୍ଟକଟ୍ରେ କହିଥିଲେ ନା ରେସ୍ପିରେସନ୍ ରିଲେଟେଡ଼୍ର ପ୍ରଶ୍ନ ଆସିଥିଲା ଏଟିପିର। ତଥାପି ମୁଁ ରେସ୍ପିରେସନ୍ ରିଲେଟେଡ଼୍ର ଏଇ ଏକ୍ଜାମ୍ର ଆନାଲିସିସ୍ ଭିଡ଼ିଓରେ ମୁଁ ଡିଟେଲ୍ କହିଥିଲି, ତଥାପି କହି ରଖୁଛି। ରେସ୍ପିରେସନ୍ ଆମର ଏରୋବିକ୍ ରହିଛି ଆଉ ଏନାରୋବିକ୍ ରହିଛି। ଏରୋବିକ୍ ଯେଉଁଥିରେ ଆମର ଅକ୍ସିଜେନ୍କୁ ୟୁଜ୍ କରାଯାଏ ଆଉ ଏନାରୋବିକ୍ରେ ଅକ୍ସିଜେନ୍ ୟୁଜ୍ ହୁଏ ନାହିଁ। ମନେ ରଖିବେ, ସବୁଠାରୁ ଅଧିକା ଆମର ଅକ୍ସିଜେନ୍ ଯେଉଁ ରେସ୍ପିରେସନ୍ରେ ହେଇଥାଏ ସେଥିରେ ଏଟିପିଟିଏ ପ୍ରଡ୍ୟୁସ୍ ହେଇଥାଏ। ଏଟିପି ମାନେ ହେଉଛି ଏଡିନୋସାଇନ୍ ଡ୍ରାଇଫସ୍ଫେଟ୍। এইটা ভাঙ্গিকি কোণ হয়ে না এডিপি হয়ে থাকে। এডিপি মানে এডিনোসাইন ডাইফসফেট। মনে রাখবে গোটে এটিপি ভাঙ্গিলে আমার এপ্রক্স 30+ কিলোজুল আমার শক্তি উৎপাদন হয়ে থাকে। ইয়াকু মধ্যে মনে রাখবে जोटाकि आमर माइटोकंड्रिया स्टोर होकर रही है। जितेबेलू शक्ति को दरकार करवा सेतेबेलू माइटोकंड्रिया से शक्तिटे विनियोग होता है। मन रहा एटीपी को तेणुक कौन कहुए शक्तिर मुद्रा कहुए आ माइटोकंड्रिया को शक्तिर केन्द्र कहुए। पावर हाउस ऑफ सेल माइटोकंड्रिया। ओके पिला माने हो बेसी लेंदी हो। चलतु परवर्ती प्रश्न को देखा कौन कौन ना नंबर 12 कनसेंट्रेशन ऑफ नाइट्रिक एसिड कनसेंट्रेशन ऑफ HCl H2SO4 ए रिलेटेड प्रश्न आसाला। माने वाटर रे कौन मिक्स कले ये सब जिनस प्रोड्यूस होता है ये टाइप प्रश्न पचारि बोलिकी पिला माने कहते तेणुक एसिड रिलेटेड प्रश्न ताकू पढ़ी जीवे। ओके देन आम देखा कंप्यूटर सेक्शन HTTP फुल फॉर्म पचारि हाइपर टेक्स्ट ट्रांसफर प्रोटोकॉल सेमतिका आपंकर पीपीटी रो एक्सटेंशन पड़ता .pptx या मन रखिए वर्ड एक्सेल पावर पॉइंट यार प्रैक्टिकल बेस प्रश्न आसूची पिला माने पढ़ी जीवे। बुझीपारे हो चलतु बर्तमान आम देखा इंग्लिश सेक्शन को कौन पचार इंग्लिश रे ना आपंकर पैसेज पड़ता 5टी प्रश्न। इंग्लिश रो पैसेज टी आपंकर कोविड-19 रिलेटेड पड़ता मन रहा पिला माने तेणुक कोविड-19 रिलेटेड पैसेज टी पड़ता। डायरेक्ट स्पीच इनडायरेक्ट स्पीच आसाला एक्टिव वॉइस पैसिव वॉइस सिनोनिम्स रो प्रश्न आसाला एंटोनिम्स रो हॉस्टाइल रो पचार हॉस्टाइल रो कौन हो ना आमिकेबल हो माने प्रिय है कोर्डियाल हो प्रिय हो फ्रेंडली एगुड़ा हूँ तार एंटोनिम्स या मन रखिए। सेमतिका इडियम फ्रेज आपंकर गोटे पचार बीट अराउंड द बुश यार मान हो टू एवॉइड टॉकिंग अबाउट व्हाट इज इम्पोर्टेंट। बुझीगला तेणुक इडियम फ्रेज मन रखिए। ट्रांसलेशन प्रत्येक शिफ्ट आसूची है शिफ्ट तीनोटी प्रश्न आसीला तेणुक ट्रांसलेशन आउ अनुवाद निश्चय पढ़ी जीवे। ओके माने इंग्लिश टू ओडिया आउ ओडिया टू इंग्लिश रो आपण मानकर आसी थाए। बुझीगला हो ठीक अच्छे पिला माने एबे आमे देखिबा ओडिया सेक्शन को। ओडिया रे अनुवाद आसीथिला पिला माने प्रत्येक शिफ्ट आसूची ताकू पढ़ी जीवे। सेमितिका अनुच्छेदर 5टी प्रश्न आसीथिला मोबाइल यूज विषय रे आसीथिला। ता माने आजिका डेट रे जो चाइल्ड माने अधिका मोबाइल देखुचंती खाइला बेले सोइला बेले पढ़िला बेले एवं खेलिला बेले मध्य से इंडोर गेम को बेसी यूज करचंती माने लूडो है फ्री फायर है पबजी है एगुड़ा खेलुचंती। आउटडोर गेम को कम यूज करचंती बा कम खेलुचंती तेणुक तांकर कोन मेरिट डिमेरिट रहिबो से रिलेटेड रो ओडिया रो पैसेज टी आसीथिला। मन रहा पिला माने तेणुक पैसेज रे ही आपण मानकर सारांश कौन बोली पचारिथिला। सेमितिका अनुकूल विपरीत प्रतिकूल आसीथिला रूढ़ी आसीथिला अकाल कांड कपाळे बाजे। तेणुक अकाल कांड कपाळे बाजे यार माने ही जीव दैवी विपद पड़िबा बा आकस्मिक विपद आसीबा। मन रहा
ସେମିତିକା ଆଉ ଗୋଟେ ପଡ଼ିଥିଲା ଦାନ୍ତରେ କୁଟା ଦେବା ତା ମାନେ ହେଉଛି ଦୋଷ ସ୍ୱୀକାର କରିବା। ୟାକୁ ମଧ୍ୟ ମନେ ରଖିବେ। ବୁଝିହେଲା। ତେଣୁକରି ଓଡ଼ିଆର ବିଶେଷର ପ୍ରଶ୍ନ ଆସିଥିଲା। ଆଉ ଆପଣମାନଙ୍କର କ୍ରିୟା ବିଶେଷଣର ପ୍ରଶ୍ନ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ଆକାରରେ ପଚାରିଥିଲା। ମନେ ରହିଲା। ହଉ ଆମେ ଦେଖିବା ବର୍ତ୍ତମାନ ରିଜନିଂ ସେକ୍ସନକୁ। ରିଜନିଂରେ ସିଟିଂ ଆରେଞ୍ଜମେଣ୍ଟର ପ୍ରଶ୍ନ ଆସିଥିଲା 2ଟି। ଆଉ 2ଟି ଯାକ ଲିନିୟର ରହିଥିଲା। ଗୋଟେ ଲାଇନ୍ରେ କ'ଣ କରିବେ ନା 5 ଜଣ କିଏ କାହା ପରେ ଥିବ ଏଇ ଟାଇପ୍ର ପଚାରିଥିଲା। ଆଉ ଗୋଟେ ପ୍ରଶ୍ନ 7 ଜଣ ଥିଲେ ସେମାନେ କେମିତିକା ସିଟିଂ ଆରେଞ୍ଜମେଣ୍ଟରେ ରହିବେ ଗୋଟେ ଲିନିୟର ଲାଇନ୍ରେ, ସେଇ ଟାଇପ୍ର ପ୍ରଶ୍ନ ଆସିଥିଲା। ତେଣୁକରି 2ଟି ପ୍ରଶ୍ନ ଆସିଥିଲା। ଗୋଟେ ହେଲା 5 ଜଣିଆ ଆଉ ଗୋଟେ ହେଲା 7 ଜଣିଆ। ମନେ ରହିଲା। ସେମିତିକା ବ୍ଲଡ଼ ରିଲେସନ୍ର ପ୍ରଶ୍ନ ଆସିଥିଲା ପିଲାମାନେ। ଓମେନ୍ ସେଡ୍ ମାନେ ମହିଳା କହୁଛନ୍ତି ସିଏ ତାଙ୍କର ଏଇ ଟାଇପ୍ର ପ୍ରଶ୍ନ ଆସିଥିଲା। ତେଣୁକରି ବ୍ଲଡ଼ ରିଲେସନ୍ର ପ୍ରଶ୍ନ ସେଇ ଟାଇପ୍ର ପଢ଼ିକିରି ଯିବେ। ମିସିଂ ୱାର୍ଡ଼ ଆପଣମାନଙ୍କର 2ଟି ପ୍ରଶ୍ନ ଆସିଥିଲା। କୋଡ଼ିଂ ଡିକୋଡ଼ିଂର 3ଟି ପ୍ରଶ୍ନ ଆସିଥିଲା। ବୁଝିହେଲା ପିଲାମାନେ। ଇଏ ଥିଲା ଆପଣମାନଙ୍କର ରିଜନିଂ ସେକ୍ସନ୍। ତେଣୁକରି ରିଜନିଂରେ ଏଇସବୁ ପ୍ରଶ୍ନକୁ ପଢ଼ିକିରି ପ୍ରାକ୍ଟିସ୍ କରିକିରି ଏକ୍ଜାମ୍ ହଲ୍କୁ ଯିବେ। ବୁଝିହେଲା। ହଉ ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ମ୍ୟାଥମେଟିକ୍ସ ସେକ୍ସନକୁ। ମ୍ୟାଥମେଟିକ୍ସରେ କ'ଣ ଆସିଥିଲା ନା ପାଇପ୍ ପ୍ରଶ୍ନ ଆସିଥିଲା, ସିମ୍ପ୍ଲିଫିକେସନ୍, କମ୍ପାଉଣ୍ଡ ଇଣ୍ଟରେଷ୍ଟର ପ୍ରଶ୍ନ ଗୋଟେ ଆସିଥିଲା, ପ୍ରଫିଟ୍ ଲସ୍ର ପ୍ରଶ୍ନ ଆସିଥିଲା, ଟ୍ରେନ୍ର ଅଙ୍କ ଆସିଥିଲା, ସକ୍ସେସିଭ୍ ଡିସ୍କାଉଣ୍ଟର କ୍ୱେଶ୍ଚନ୍ସ ଆସିଥିଲା। ତେଣୁକରି ମ୍ୟାଥମେଟିକ୍ସର ଏଇସବୁ ଟପିକ୍କୁ ନିଶ୍ଚୟ ପଢ଼ନ୍ତୁ ପିଲାମାନେ ଆଉ ଏକ୍ଜାମ୍ ହଲ୍କୁ ଯାଆନ୍ତୁ। ବୁଝିହେଲା। ଆଉ ଯେଉଁମାନେ ନୂଆ କରିକି ଆସିଥିବେ ସେମାନେ ଚ୍ୟାନେଲ୍ଟିକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକିନା ମୁଁ ଯେମିତି ଆପଣମାନଙ୍କ ପାଇଁ ଆନାଲିସିସ୍ ସେସନ୍କୁ ପୋଷ୍ଟ କରିବି ସେମିତିକି ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। କିଛି ଅସୁବିଧା ହେବ ନାହିଁ ପିଲାମାନେ। ଭିଡ଼ିଓକୁ ଲାଇକ୍ କରିବେ ଆଉ ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ। ଆଉ ସେସନ୍ଟି କେମିତି ଲାଗିଲା ନିଶ୍ଚୟ ମତାମତ ଜଣାଇବେ ପିଲାମାନେ। ଧନ୍ୟବାଦ।